ମୁଁ ରାକା ସ୍ପେନ୍ ପକା କି ବାଉନ୍ସ ପକା ଛକା ମାରିବାଟା ପକ୍କା। କଣ୍ଟ୍ରୋଭର୍ସି ତ ରହିବ ନା, ଭଲ ରହିଲେ ଖରାପ ନହେଲେ ମଜା କେମିତି ଆସିବ? ହାଜମଲା ହବା ଦରକାର, ଖଟା ମିଠା ରହିବା ଦରକାର। ଆଉ କୋଉଠି ମାଲିକ ମାନଙ୍କର ଭୁଲ ଥାଉ, ପ୍ରଯୋଜକ ମାନଙ୍କର ଭୁଲ ଥାଉ, ସେମାନେ କାମ ଅନ୍ନଦାତା କହିହବନି ସେମିତି। କୋଉଠି ପ୍ରଯୋଜକ ମାନଙ୍କର ଭୁଲ ଥାଉ, କୋଉଠି କଳାକାର ଟିକେ ଭୁଲ ଥାଉ, କାହାର ଟିକେ କୋଉଠି କୋଉଠି ଭୁଲ ରହୁଛି। ହଁ ହେଇଛି, ଚେୟାର ହେଇଛି, ପାଣି ବୋଟଲ ମାଡ଼ ହେଇଛି, କୋଉଠି ପେନ୍ ବି ତାପରେ ମୁଁ ଚିନ୍ କରିଛି। ବିଗତ ବର୍ଷର ନାଟକ ସବୁ ଜାଣିଛି। ଚନ୍ଦ୍ରସେନା ନାଟକ ଚେୟାର ମାଡ଼ ପାଣି ବୋଟଲ ଜୋର ମାଡ଼ ହେଇଛି, ପେନ୍ ହୁଏ, ତାପରେ ବି ପ୍ଲେ କରିଛି। ଚେଞ୍ଜ କରିବା କଳାକାରଙ୍କ ପାଖରେ ବହୁତ ଜାଗାରେ ଥାଏ। ସତଗତ ଘଟଣା ହଉଛି ସାମାନ୍ୟ କେଇଟା ପଇସା ପାଇଁ, ସବୁ ଟଙ୍କା ପଇସା ପାଇଁ କଳାକାର ପେଟ ପାଟଣା କଥା। କିଛି ପଇସା ରୋଜଗାର କାହାର ଇଚ୍ଛା ନଥାଏ, ଟିକେ ପଇସା ପାଇଁ ସେମାନେ ପାର୍ଟି ଚେଞ୍ଜ କରନ୍ତି। ଆଉ ବହୁତ ତା ପଇସା ପରେ ବି ବହୁତ ମତାନ୍ତର ଭିତରେ ଟିକେ ଏପଟ ସେପଟ ହେଲେ, ମନ ମାଳି ରହିଲେ ସେ ଖେଳ କ୍ଷେତ୍ରରେ ବି କଳାକାର ପାର୍ଟି ଛାଡ଼ିଯାଏ। ଖଣ୍ଡଗିରି ମହାସମରରେ ବର୍ତ୍ତମାନ ଚ୍ୟାଲେଞ୍ଜ ଚାଲିଛି, ଆଉ ବହୁତ ଲଢେଇ ଚାଲିଛି, ଅନେକ ପାର୍ଟି ପଡିଛି, କେମିତି କଣ ସାମ୍ନା କରୁଛନ୍ତି? ସାମ୍ନା ତ ଆମକୁ କରିବାକୁ ପଡିବ। ଏଟା ହଉଛି ଖଣ୍ଡଗିରି ମହାସମରଟା ହଉଛି ଯାତ୍ରା କଳାକାରଙ୍କ ଭିତରେ ଲଢେଇ ନୁହେଁ, ନାଟକକୁ ନେଇ ଲଢେଇ। ପାର୍ଟି ପାର୍ଟି ଭିତରେ ଯୋଉ ଲଢେଇ ହୁଏ ସେଟାକୁ ନାଟକକୁ ନେଇକି। ଆଉ କଳାକାର ଭିତରେ ଭାଇଚାରା ଅଛି। ଏଟା ଗୋଟେ ଦର୍ଶକ ମାନେ ଯଦି ଉତ୍ସାହିତ ଥାନ୍ତି ନାଟକ ଦେଖିବା ପାଇଁ, ଖଣ୍ଡଗିରିକି ଆସିବା ପାଇଁ, କଳାକାର ବି ସେଠି ଉତ୍ସାହିତ ଥାନ୍ତି ଖଣ୍ଡଗିରିରେ ପ୍ଲେ କରିବା ପାଇଁ। ବର୍ତ୍ତମାନ ଯୋଉ ନାଟକ ଚାଲିଛି, ନାଟକ ଆପଣଙ୍କର କଣ ରହିଛି? ନାଟକ ଏ ବର୍ଷର ଆମର ନାଟକ ରହିଛି ଗୋଟେ ହାଇଲାଇଟ୍ ନାଟକ। ଏଟା ଅଛି ଆଜି ଫାର୍ଷ୍ଟ ନାଇଟ୍ ପ୍ଲେ ହଉଛି, ବଦନାମ ଗୋଲ୍ଡ ବାଦଶାହ। ଆପଣଙ୍କର କଣ କ୍ୟାରେକ୍ଟର ଭିଲେନ ଆଉ ହଁ ଭାଇ ଆମେ ଦେଖି ଆସୁଛୁ ସ୍ଥିତି ଆପଣଙ୍କର ପାଖାପାଖି 3 ବର୍ଷ ହେଲାଣି, କେତେ ବଢେଇଛନ୍ତି? ନାଇଁ 2 ବର୍ଷ ହେଇଗଲା। କିଛି ନାହିଁ, ବିନୋଦ ସାର୍ ମତେ କହିଥିଲେ ବଢିଆ ପାଇଁ। ତାଙ୍କ ବିନୋଦ ସାର୍ ଏଇ ନାଟକ ଡିରେକ୍ଟର ଯିଏ, ଚୁଟା ବଢା ତାଙ୍କରି ପାଇଁ ବଢେଇଛି ଚୁଟା। ସାର୍ ଜଣେ କହିଛନ୍ତି, ଗୁରୁ କହିଲେ, ସେଥିପାଇଁ ବଢେଇଛି। ନିହାତି ନିହାତି ଚୁଟି କ୍ୟାରେକ୍ଟର ଯାଇଛି। ଚୁଟି ବହୁତ ଷ୍ଟାଇଲ ବି କରି ହୁଏ। ହଁ ବାନ୍ଧେ ନା। ଯାତ୍ରା ଭିତରେ ଯାତ୍ରା ଜଗତ ପାଇଁ ଗୋଟେ କଳା ବାଦ ହଉଥିଲା, ନାଟକ ଚାଲିଛି ଆଗକୁ କଣ୍ଟ୍ରୋଭର୍ସି ରହୁଛି, କଣ୍ଟ୍ରୋଭର୍ସି କିଛି କଳାକାରଙ୍କୁ ନେଇକି ଆପଣଙ୍କ ମତେ? କଣ୍ଟ୍ରୋଭର୍ସି ତ ରହିବ ନା, ଭଲ ରହିଲେ ଖରାପ ନହେଲେ ମଜା କେମିତି ଆସିବ? ହାଜମଲା ହବା ଦରକାର, ଖଟା ମିଠା ରହିବା ଦରକାର। ଆଉ କଣ୍ଟ୍ରୋଭର୍ସି ମୋ ଜାଣିବାରେ ଧୀରେ ଧୀରେ ପଳେଇବ, ଆଉ ରହିବନି କଣ୍ଟ୍ରୋଭର୍ସି। ଯାହା ହେଇଥିଲା ସମାଧାନ ହେଇଗଲାଣି, କଣ୍ଟ୍ରୋଭର୍ସି ରହିବନି। ପ୍ରତ୍ୟେକ କ୍ଷେତ୍ରରେ ଦେଖାଯାଉଛି ଯେ ଦୁଇ ମାଲିକଙ୍କ ଭିତରେ କଳାକାର ବଳି ପଡିଯାଉଛି। ମାଲିକ ମାନଙ୍କୁ କଣ କହିବା ପାଇଁ ଚାହିଁବେ, କଳାକାରକୁ କାହିଁକି କଳାକାରକୁ ହଇରାଣ କରନ୍ତିନି, କଳାକାରକୁ ହଇରାଣ କରନ୍ତିନି। କୋଉଠି ମାଲିକ ମାନଙ୍କର ଭୁଲ ଥାଉ, ପ୍ରଯୋଜକ ମାନଙ୍କର ଭୁଲ ଥାଉ, ସେମାନେ କାମ ଅନ୍ନଦାତା କହିହବନି ସେମିତି। କୋଉଠି ପ୍ରଯୋଜକ ମାନଙ୍କର ଭୁଲ ଥାଉ, କୋଉଠି କଳାକାର ଟିକେ ଭୁଲ ଥାଉ, କାହାର ଟିକେ କୋଉଠି କୋଉଠି ଭୁଲ ରହୁଛି, ଯାହା ମିସଅଣ୍ଡରଷ୍ଟାଣ୍ଡିଂ ପାଇଁ ଏମିତି ପ୍ରୋବ୍ଲେମଟା କ୍ରିଏଟ୍ ହଉଛି। ଯେତେବେଳେ କଳାକାରକୁ ଅନ୍ୟ ପାର୍ଟି ମାଲିକ ମାନେ ହାଇ ବଜେଟରେ ନେଉଛନ୍ତି, ସେତେବେଳେ ଯୋଉ ପାର୍ଟିରେ ଯେ ମାଲିକ କାମ କରୁଛନ୍ତି ସେ ପାର୍ଟି ମାଲିକ ହତାଶ ହେଇଯାଉଛି ବା ତାଙ୍କ ପାଖରେ କଳାକାର କମ ହେଇଯାଉଛି। ସେ କଳାକାର ଏମିତି କରିବା କେତେ? ନା ସେଟା ତ ଠିକ ନୁହେଁ ଯଦିଓ, କିନ୍ତୁ ଯେହେତୁ ଡିମାଣ୍ଡ ମାର୍କେଟରେ ଯୋଉ କଳାକାର ବଢି ବଢିକା ଧୀରେ ଧୀରେ ଯିବ, ମାଲିକ ମାନେ ଖୋଜିବେ, ଦର୍ଶକ ମାନେ ଖୋଜିବେ, ଏଟା ସତ କଥା। ଆଉ ଯଦି ସେ କଳାକାର ସେଠି ଆଉ ଗୋଟେ କଳାକାର ସେଠି ତା ବଦଳରେ ତିଆରି କରିବା ମୁଁ ଜଣେ ଭଲ, ଆଉ ଗୋଟେ ନୂଆ କଳାକାର ତିଆରି ହେବା ଦରକାର। ଜଣେ କଣ ସବୁ କାମ କରିବ ନା, ସବୁ ପାର୍ଟିରେ କରିବ କି? ତେଣୁ ରେଲୱେ ପ୍ଲାଟଫର୍ମ ପଡିଛି, ଟ୍ରାକ୍ ବହୁତ ଗୁଡେ, ସବୁ ଟ୍ରାକରେ ଗୋଟେ ଟ୍ରେନ ଦୌଡ଼ିବା ଦରକାର। ନାଇଁ ନାଇଁ ଗୋଟେ ଟ୍ରାକରେ ସବୁ ଟ୍ରେନ ଗୋଟେ ଟ୍ରାକରେ ଦୌଡ଼ିବ, ସେମିତି ତ ନୁହେଁ ନା। କିଛି ହାତ ଗଣ୍ଠି କଳାକାରକୁ ନେଇକି ବର୍ତ୍ତମାନ ସେ ଯୋଉ କଳାକାରକୁ ନେଇକି କଣ୍ଟ୍ରୋଭର୍ସି ବଦନାମ ନୁହେଁ, କଣ୍ଟ୍ରୋଭର୍ସି ପଶି ଆସିଛି। କଳାକାର ପ୍ରଯୋଜକ ହଉ, ଦର୍ଶକ ତା ଯୋଉ ରିଏଲାଇଜ କରୁଛନ୍ତି ଯେ ଯାତ୍ରା ସ୍ଥିତିରେ ଆଉ ନାହିଁ, ସେମିତି କିଛି ବି ହେଇନି ପ୍ରୋବ୍ଲେମ। କଣ୍ଟ୍ରୋଭର୍ସି ହେଇଛି, ଧୀରେ ଧୀରେ ସମାଧାନ ହେଇଯିବ, ଭଲ ହେଇଯିବ, ଆଗକୁ ସମାଧାନ ହେଇଯିବ। ଯାତ୍ରା ଯୋଉ ଭଳିଆ ଚାଲିଥିଲା ଆଗରୁ ସେମିତି ପୁଣି ଚାଲିବ। ଆପଣ କେବେ ନିଜକୁ ହାଇଲାଇଟ୍ କରୁଛନ୍ତି? ହାଇଲାଇଟ୍ କଣ କହିବି? ହାଇଲାଇଟ୍ ତ ହଉଛି ଆପଣ ଭାଇ ମାନେ, ଆଉ କିଏ ହାଇଲାଇଟ୍ କି? ଆଉ ସୋସିଆଲ ମିଡିଆ ଯୋଉଠି ନାହିଁ ସେଠି କେହି ହାଇଲାଇଟ୍ ନାହାନ୍ତି। ପ୍ରାୟତଃ ଦେଖିଥିବେ ଯେ ପ୍ରାୟୋଜିତ କରିକି ଯୋଉ ଚେୟାର କୁକୁଡ଼ା କରୁଛନ୍ତି। ନାଇଁ ମୁଁ ଆଜି ପର୍ଯ୍ୟନ୍ତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଛି କରିନି। ଏ ଚେୟାର ଫୋପଡ଼ା, ପାଣି ବୋଟଲ ଫୋପାଡ଼ିବା ଏଟା କିଛି କରିନି। ହୁଏ କିନ୍ତୁ ମୁଁ କେବେ ପ୍ରାୟୋଜିତ କେବେ କରିନି। ହଁ ହେଇଛି ବୋଲି ବାହାର ଖବର ମିଳିଛି, ମୁଁ ଡାଇରେକ୍ଟ ଶୁଣିନି କି ଦେଖିନି। ଯେହେତୁ କଳାକାର ସେଟା କରିଛନ୍ତି ବୋଲିକି ଆସି ଦର୍ଶକ ମାନେ କୁହନ୍ତି କି ଆଉ ବାହାର ଲୋକ କୁହନ୍ତି, ଯେହେତୁ ମୁଁ ଦେଖିନି, ମୁଁ କଥାଟା ସେତେ ସତ୍ୟାସତ୍ୟ ପର୍ଯ୍ୟନ୍ତ ଗ୍ରହଣ କରିପାରୁନି।
ହେଇଛି କରିଛନ୍ତି ସେଟା କରାହେଇଛି କି ସତରେ ହେଇଛି ମୁଁ ଜାଣିପାରୁନି ସେଟା ବିଷୟରେ କହିପାରିବି। ଷ୍ଟେଜରେ ନାଟକ କରୁଥିବା ହଠାତ୍ ଆପଣଙ୍କୁ ଚେୟାର ମାଡ଼ ହୁଏ କେତେବେଳେ ଆପଣଙ୍କ ହେଇଛି କେତେବେଳେ? ହଁ ହେଇଛି, ଚେୟାର ହେଇଛି, ପାଣି ବୋଟଲ ମାଡ଼ ହେଇଛି, କୋଉଠି ପେନ୍ ବି ହେଇଛି, ତାପରେ ବି ମୁଁ ସିନ୍ କରିଛି। ସେଟା ବିଗତ ବର୍ଷର ନାଟକ, ସବୁ ଜାଣିଛି ଚନ୍ଦ୍ରସଣା। ସେ ନାଟକରେ ଚେୟାର ମାଡ଼ ପାଣି ବୋଟଲ ଗୋଟେ ଜୋର ମାଡ଼ ହେଇଥିଲା, ପେନ୍ ହୁଏ, ତାପରେ ବି ମୁଁ ପ୍ଲେ କରିଛି। କଣ ସିନ୍ ଥିଲା ସେଟା ଗୋଟେ ହଉଛି ଝିଅଟାକୁ ହିରୋଇନ କରିଦେବି ଆଣି କହିକି ତାକୁ ରେପ୍ କରିଛି। ମୁଁ କିନ୍ତୁ ଆକ୍ଚୁଆଲି ପ୍ରଡ୍ୟୁସର ନୁହେଁ, ଯେ ତାକୁ ହିରୋଇନ କରିଦେବି ବୋଲି ଆଣିକି ରେପ୍ କରିଛି, ଲୋକ ରାଗିକି ପଡିଛନ୍ତି ସବୁ। ସତ କଥା? ହଁ, ସେ ଝିଅଟା ହଉଛି ହିରୋଇନ, ତାକୁ ନାଟକରେ ହିରୋଇନ, ମୁଁ ତାକୁ ଆଣିକି ଯୋଉ ହିରୋଇନ କରିଦେବି ବୋଲି ଆଣିଥିଲି, ମୋରି ଘରେ ତାକୁ ରେପ୍ କରିଦେଇଛି ମଦ ପିଇକି। ସତ ଘଟଣା ହେଇଛି ନାହିଁ କହିପାରିବିନି, କାହିଁ ଆଉ ସେଟା କହିବି। ଆଚ୍ଛା, ତ ଚେୟାର ମାଡ଼ ହେଲା ଆପଣ ରହିଗଲେ ନା କଣ୍ଟିନ୍ୟୁ ଚାଲିଲା? 2-3 ସେକେଣ୍ଡ ରହିଗଲେ ସଡନ୍ ଜାଣି ହଠାତ୍ ଗୋଟେ ପ୍ଲେ ମୁଡ୍ ରେ ଅଛି, ଯେହେତୁ ଅଛି ବାଜିଲା ଦେହରେ ଗୋଟେ ଜିନିଷ ସଟନା ଗୋଟେ ତ ଆସିବା ଲାଗିବ, ତାପରେ 2-3 ସେକେଣ୍ଡ ପରେ ପୁଣି ସେ ସେବା ଚେୟାର ପଡିଥାଏ, କିନ୍ତୁ ତାର ପ୍ଲେ ଚାଲିଥିଲା। ସରିଲା ପରେ ଦର୍ଶକ ଭୁଲ ମାଗିଲେ କିଛି? ନାଇଁ ଭୁଲ କିଛି ମାଗିନାହାନ୍ତି, ସେଟା ମୁଁ ଭାବିଲି ଯେ ଦର୍ଶକ ମାନଙ୍କ ସେତିକି ଭଲ ପାଇବା ମୋ ପ୍ରତି, ଆଉ କିଛି ନାହିଁ। ସେତିକି ଭଲ ପାଇବା, ମୁଁ ତାଙ୍କର ସେତିକି ପହଞ୍ଚି ପାରିଛି ବୋଲି ସେମାନେ ମତେ ଚେୟାର ମାଡ଼ କଲେ। ଅନ୍ୟ କଳାକାର କିନ୍ତୁ ପ୍ରାୟଜିତ କରି କରୁଛନ୍ତି? ନାଇଁ ଅନ୍ୟ ସେଇ ଗୋଟେ ତ କୋଶ୍ଚିନ୍ ଭୁଲିଗଲି କି ଅନ୍ୟ କଳାକାର ଯୋଉ ପ୍ରାୟଜିତ କରୁଛନ୍ତି ମୁଁ ଦେଖିନି, ତେଣୁ କାହା ବିଷୟ ସେଟା କହିବି ହବନି ଯୋଉ ଦେଖିନି। 26-27 ପାଇଁ ଆପଣ କୋଉ ବାଟରେ ଯାଉଛନ୍ତି ନା ଏଇ 26-27 ରେ ମୋର ସୋସିଆଲ ମିଡିଆରେ ଅଲରେଡି ସରିଲାଣି, ସୋସିଆଲ ମିଡିଆ ଡିକ୍ଲେୟାର ହେଇସାରିଛି, ଶ୍ରୀ ଗଣେଶ ଯାଉଛି, ନୂଆ ପାର୍ଟି ଶ୍ରୀ ଗଣେଶ ଯାଉଛି। କାହିଁକି ଗୋଟେ କଳାକାର ମାଲିକ ମାନେ ପାର୍ଟି ଚେଞ୍ଜ କରେ? ପାର୍ଟି ଚେଞ୍ଜ କରିବା କଳାକାରଙ୍କ ପାଖରେ ବହୁତ ଜାଗାରେ ଥାଏ। ସତକଟ ଘଟଣା ହଉଛି ସାମାନ୍ୟ ଏଇଟା ପଇସା ପାଇଁ, ସବୁ ଟଙ୍କା ପଇସା ପାଇଁ କଳାକାର ପେଟ ପାଟଣା କଥା, କିଛି ପଇସା ରୋଜଗାର କାହାର ଇଚ୍ଛା ନଥାଏ, ଟିକେ ପଇସା ପାଇଁ ସେମାନେ ପାର୍ଟି ଚେଞ୍ଜ କରନ୍ତି। ଆଉ ବହୁତ ତା ପଇସା ପରେ ବି ବହୁତ ମତାନ୍ତର ଭିତରେ ଟିକେ ଏପଟ ସେପଟ ହେଲେ, ମନମାଳିନ ହେଲେ, ସେ ଖେଳ କ୍ଷେତ୍ରରେ ବି କଳାକାର ପାର୍ଟି ଛାଡି ଦିଅନ୍ତି। ସବୁରି ମୂଳରେ ପଇସା? ସବୁରି ମୂଳରେ ପଇସା ନଥାଏ, ମତାନ୍ତର ବି ଥାଏ, ମତାନ୍ତର ଥାଏ। ମୋର ଧର ଆଜି ଇଚ୍ଛା ନାହିଁ, ମୋର ଇଚ୍ଛା ନାହିଁ ଆଜି ଆପଣମାନଙ୍କ ସହିତ ଦେଖା କରିବାକୁ, ମୁଁ ସାଇଡ୍ କାଟିବି ଆପଣଙ୍କ ପାଖରୁ, ମୁଁ ଆପଣଙ୍କୁ ସାଇଡ୍ କାଟିଦେବି, ଆପଣ ଦୂରେଇ ଯିବି ନା। ଆଉ ଜିନିଷ ସେଇଭଳିଆ ହୁଏ ବେଳେ ବେଳେ। ମାଲିକ କଳାକାର ଭିତରେ ମତାନ୍ତର ହୁଏ? ମାଲିକ କଳାକାର କି କଳାକାର ଭିତରେ ମତାନ୍ତର ହୁଏ, ସେମିତି ହେଇକି ହୁଏ। ଚଳିତ ବର୍ଷ ନାଟକର ଚଳିତ ବର୍ଷ ନାଟକର ଏଇ ନାଟକଟା ବଦନାମ କଲା ଭାଷା ମାନିଆ ଡାଇଲଗ, ମୁଁ ରାକା ସ୍ପିନ୍ ପକା କି ବାଉନ୍ସ ପକା, ଛକା ମାରିବାଟା ପକ୍କା।